ଚନ୍ଦ୍ରବାବୁ କାହିଁକି ଏତେ ମତେ ବୁଝ କହିଲ ଯାଇକି ନ୍ୟାସନାଲ ହାଇୱେ ଉପରେ ଫଡ଼ିଆ ମିଲେଇ ପଡୁଛ ଆଉ ଯଦି ଆନ୍ଧ୍ରା ଟ୍ରକଟା ଚଢ଼ି ଯାଇଥାନ୍ତା କାମ ତ ପଡ଼ି ଯାଇଥାନ୍ତା ଆଉ ମୁଁ ନ୍ୟାସନାଲ ହାଇୱେ ଉପରେ ପଡ଼ିଥିଲି ଆରେ ମୁଁ ଦେଖିଦେଲି ବୋଲି ସିନା ଆଉ ତା ନହେଲେ ତ କାମ ପଡ଼ି ଯାଇଥିଲା ଆଉ ମୁଁ ନ୍ୟାସନାଲ ହାଇୱେ ଉପରେ ପଡ଼ିବିନି ମୁଁ ତମକୁ କାହିଁକି ମଦ ପିଇବାକୁ ମନା କରୁଛି କହିଲ କାହିଁ ତମକୁ ମୁଁ ଭଡ଼ାଟିଆ ଭାବୁଛି ଆଉ ମୁଁ ପୁରା ତମକୁ ନିଜ ଭାଇ ଭଳିଆ ଭାବୁଛି 15 ବର୍ଷ ହବ ମାଇକିନାଟା ମରିଗଲା ଆଉ ସେଇଦିନ ଠାରୁ ପୁରା ମୁଁ ଶୁଖିଲା ଠକ ଏଇ 7-8 ମାସ ତଳର କଥା ଛୁଚିଆ ପ୍ରଧାନ ବାଡ଼ିରୁ ଦାଢ଼ି କାଟିକି ଆସୁଥାଏ ଆରେ ଦେଖିଲା ବେଳକୁ ସାମ୍ନାରୁ କିଏ ଆସୁଛି ବୋଲି ଆରେ ମାଟି ତ ଗଲି ଆଉ ଆରେ ଦେଖିଲା ବେଳକୁ ସେ ଛୁଚିଆ ପ୍ରଧାନ ମାଇପ ବା ଗୋରା ତ କତେ ହ ବାଇଗଣ ପୋଲି ଆମ୍ବ ପରି ଥଲ ହଉଥିଲା ତା ଗାଲ ବା ଆଉ ତାକୁ ତ ଦେଖିକି ମୋ ଦେହ କଣ ହେଇଗଲା ଆଉ ସଞ୍ଜ ବେଳଟା ହେଇଥାଏ ସିଏ କିଛି କହିବା ଆଗରୁ ତାକୁ ତ ମାଟି ବସିଲି ସେ ତ ପାଟି କରୁଥିବ ନିଶ୍ଚୟ ପାଟି କଣ ଖାଲି ସେ ଖାଲି ଏତିକି କହିଛି ହଇ ହେ ଦୌଡ଼ି ଆସ ବସିଲା ପାହାର ଆଉ କିଏ ମାଇଲା ସେ ଛୁଚିଆ ପ୍ରଧାନ ବା ସେ କୋଉଠୁ ଆମ୍ବ ତୋଳୁଥିଲା ଯେତେବେଳେ ତା ମାଇପ ପାଟି ଶୁଣିଲା ଖପ କିନା ତ ଡେଇଁଲା ଆଉ ଖପ ନା ଯାଏ ଏଉ ମୋଟୁ ଏଡ଼ିକିଟା କଣ କିଳା ଆରେ ଆମ୍ବ କିଳା ବା ଦେଲା ଯେ ପାହାରେ ମୋର ବା ଫାଟିଗଲା ମୁଣ୍ଡ ଫାଟିଲା ମୁଣ୍ଡ ନୁହଁ ବା ନା ମୋ ଗାଣ୍ଡି ଫାଟି ଛତର ଛାଡ଼ ହେଇଗଲା ଆଚ୍ଛା ଚନ୍ଦ୍ରବାବୁ ଟିକେ ଆସିଲୁ କଣ ଆଚ୍ଛା ଆଜି ସେମିତି କିଛି ଘଟଣା ଘଟିବନି ତ ଚାନ୍ସ ନାହିଁ ନୋ ଚାନ୍ସ ଚନ୍ଦ୍ରବାବୁ ଟିକେ ପାଖକୁ ଆସ ପାଖକୁ ଯିବି କଣ କହିବ ଆଜି ଯଦି ଚନ୍ଦ୍ରବାବୁ ମୋ ଇଚ୍ଛାଟା ପୂରଣ ହେଇଗଲା ତାହେଲେ ତମଠାରୁ 10 ବର୍ଷ ଯାଏ ଘର ଭଡ଼ା ନେବିନି ଆଉ ଡେଲି ମାଗଣାରେ ପିଇବାକୁ ଦେବି ମାନେ ନୋ ଘର ଭଡ଼ା ଡେଲି ପିଇବାକୁ ଦେବି ଡେଲି ପିଇବି ମାଗଣାରେ ରହିବି ଚନ୍ଦ୍ରବାବୁ ତମେ ଟିକେ ତମ ସ୍ତ୍ରୀକି ଡାକୁନ ଏ ବିଷୟରେ ଜଣେଇଦବା ମୁଁ ତାଙ୍କଠାରୁ ଘର ଭଡ଼ା ନେବିନି ବୋଲି ତାହେଲେ ନୋ ଘର ଭଡ଼ା ନୋ ଘର ପିଇବାକୁ ଦେବି ଡେଲି ପିଇବି ଏ ସତ୍ୟା ସତ୍ୟା ନୋ ଘର ଭଡ଼ା ପିଇବାକୁ ଦେବି ଡେଲି ପିଇବି ସତ୍ୟା ପଡ଼ିବ ମୋ ଅଲରାଉଣ୍ଡର ଅଗସ୍ତ୍ୟ କମେଡି করে ক্যারেক্টার করে ମୋ ভিলিয়ান রোল জবরদস্ত রেডি হয়ে যা অলরাউন্ডর 15 ବର୍ଷ ପରେ তো ডিকি আଜି ধান কুটিব ডিকি দে দুলুকেইন সম্মা কুটে ধান ଆଜ୍ଞା ଅଗସ୍ତ୍ୟ ବାବୁ ଚନ୍ଦ୍ରବାବୁ ସତ୍ୟ ଆସିଲେ ବୁଝିଲେ ଆପଣ ଏଠି ଥାନ୍ତୁ ମୁଁ ଯାଉଛି ଆପଣଙ୍କ ପାଇଁ ଥଣ୍ଡା ନେଇକି ଟିକେ ଆସିବି ଥଣ୍ଡା ଜଳଖିଆ ଗୋଟେ ଏତେ ଦିନ ଆପଣ ଆସନ୍ତି ଗୋଟେ ଘର ଗୁଡ଼ା ଫ୍ରି କରିଦେବେ ଆମ ପାଇଁ ଆମର କମ୍ ବଡ଼ କଥା ଏଇଠି ସତ୍ୟା ଏଠି ରହିଲା ଆପଣ ସତ୍ୟା ସହିତ କଥା ହଉଛନ୍ତି ମୁଁ କହିଲି ଗଲି ଆଉ ଆସିଲି ସତ୍ୟା ବାବୁ ରହିଲେ ତାଙ୍କ ସାଙ୍ଗରେ କଥା ହଉଥିବ ହେଲା ମୁଁ ଗଲି ଆଉ ଆଇଲେ କିଛି ଚନ୍ଦ୍ର ଆଜ୍ଞା ନମସ୍କାର ঘর ভড়া নেবিনি মাগଣାରେ ରହିବ ଲାଇଫ୍ ଟାଇମ୍ ଫ୍ରି ଆପଣଙ୍କୁ ଅଶେଷ ଧନ୍ୟବାଦ ବାବୁ ଅଶେଷ ଧନ୍ୟବାଦ ଆପଣଙ୍କ ଦୟାରେ ତ ଆମେ ଏଠି ମୁଣ୍ଡ ଖୋଜିବା ପାଇଁ ଜାଗା ଖଣ୍ଡେ ପାଇଛୁ ମୁଁ କିଏ ନାଇଁ ମୁଁ କିଏ ଦେଲା ବାଲା ଉପର ବାଲା ମତେ ଦଉଛି ମୁଁ ତମକୁ ଦଉଛି ମୁଁ କାଳେ ଶୁଣୁଛି ତମେ ବହୁତ କଷ୍ଟରେ ଚଳୁଛ ତମ ସ୍ୱାମୀଟାର ଚାକିରି ଚାଲି ଯାଇଛି ଆରେ ମୋ ଭଉଣୀ ବା ଆଡ଼ଭୋକେଟ୍ ମାନେ ଓକିଲ ତାରି ପାଖରେ ପୁରା କେସ୍ଟା ଅଛି 5 ଲକ୍ଷ ଟଙ୍କା ଖର୍ଚ୍ଚ ହବ ତମ ସ୍ୱାମୀକି କହିବି ଟଙ୍କାଟା ଦବନି କେସ୍ ଜିତିବା ଦାୟିତ୍ୱ ହଉଛି ମୋର ଆପଣ ସତ କହୁଛନ୍ତି ବାବୁ ଆପଣ ସତ କହୁଛନ୍ତି ବିଦ୍ୟାରାଣ ମୁଁ ମୋ ଜୀବନରେ କେବେ ମିଛ କହିନା ତମ ଦେହ ବାବୁ ଆପଣ ସେତିକି କରିଦିଅନ୍ତୁ ବାବୁ ଦୟାକରି ଆପଣ ସେତିକି କରିଦିଅନ୍ତୁ ମୋ ସ୍ୱାମୀଙ୍କ ଚାକିରିଟା ଚାଲିଯିବା ଦିନଠାରୁ ସେ ଦିନ ରାତି ଖାଲି ଅହରହ ମଦ ପିଉଛନ୍ତି ବିଲକୁଲ ଭାଙ୍ଗି ପଡ଼ିଛନ୍ତି ଘରେ ବୁଢ଼ା ବାପା ମେଡ଼ିକାଲରେ ସୁଇପର କାମ କରୁଛନ୍ତି ବାବୁ ମୋ ସ୍ୱାମୀଙ୍କ ଯଦି ଚାକିରି ଫେରି ଆସିଲା ତାହେଲେ ଆମ ଘର ସୁଖ ଶାନ୍ତି ସବୁ ଫେରି ଆସିବ ଆରେ ଫେରି ଆସିବ ନୁହଁ ଫେରି ଆସିଲା ବୋଲି ଜାଣ ଆରେ ତମ
ମୋ ସ୍ୱାମୀର ଚାକିରି କରେଇଦେବି ମୁଁ, ଘର ଭଡ଼ା ମାଗଣା ଟଙ୍କାଟା ନେବିନି ମୁଁ। ଖାଲି ଟିକେ ତମେ ମୋ ଖବର ବୁଝିବା ଦରକାର ଆଉ। କହୁନାହାନ୍ତି ବାବୁ, କୁହନ୍ତୁ। ଆପଣ ଯଦି ଖାଇବେ ତାହେଲେ ମୁଁ ଆପଣଙ୍କର ଚାକରାଣୀ ହେଇବି ରହିବି। ଚାକରାଣୀ ପୁଣି ତମେ? ଆରେ ପାରିବନି। ଥିଲି ବାବୁ, ଜଣେ ବାବୁଙ୍କ ଘରେ ମୁଁ ଚାକରାଣୀ କାମ କରୁଥିଲି, କିନ୍ତୁ ସେ ବାବୁ ବାହାରକୁ ଚାଲିଗଲା ଦିନଠାରୁ ମୋ ଚାକିରିଟା ବି ଚାଲି ଯାଇଛି। ହେଲେ ଆପଣ ଯଦି ଏବେ କହିବେ ତାହେଲେ ଆଜିଠାରୁ ମୁଁ ଆପଣ ଘରେ ଚାକରାଣୀ ରହିବି। ଆପଣ ପାଖରେ ଗୋଟେ ହେଲେ ବି ଟଙ୍କା ନେବେନି। ଆରେ ତମେ ପାରିବନି। କାହିଁକି ପାରିବେନି ବାବୁ? ଆମର 7 ମାହାଲା ଘର, ସବା ଉପର ମାହାଲାରେ ଆମେ ରହୁଛୁ। ଏତେ ବାଟ ତମେ ଚଢ଼ି ପାରିବନି। ଆରେ ତମ ପାଦ ସମ୍ଭାଳିବନି ବା। ଆରେ ତମ ପାଦ ସମ୍ଭାଳିବ। ଆରେ ପାଦଟା କୋଠ ଉପରିକା ଟାଣ। ସମ୍ଭାଳିବ। 7 ମାହାଲା କ'ଣ ସେ ପୁରା ଟେନ୍ସା ଘାଟି ଚଢ଼ିଯିବ। ହେଲେ ଆଉ ଗୋଟେ ଟେନସନ୍। କ'ଣ ବାବୁ? ଆମ ଘରେ 57 ଜଣ ମେମ୍ବର। ଏତେ ବଡ଼ ହାଣ୍ଡିରେ ରୋଷେଇ। ତମେ ସେ ହାଣ୍ଡି ଟେକି ପାରିବନି। ତମ ଅଣ୍ଟା ସମ୍ଭାଳିବନି ବା। ତମ ଅଣ୍ଟାଟା ସମ୍ଭାଳିବ। ତମ ଅଣ୍ଟା ହାଣ୍ଡି କ'ଣ ବା? ଗନ୍ଧମାର୍ଦ୍ଦନ ପର୍ବତ ସମ୍ଭାଳିବ। କିନ୍ତୁ ତଥାପି ଆହୁରି ଗୋଟେ ଟେନସନ୍। ମୁଁ ଆଉ ଥରେ ଟିକେ ହାତ ମାରିକି ଦେଖିବି ତମ ଅଣ୍ଟା ସମ୍ଭାଳୁଛି କି ନାହିଁ। ଘର ଭଡ଼ା ନେବିନି, ମାଗଣାରେ ରହିବ, ଲାଇଫ୍ ଟାଇମ୍ ଫ୍ରି। ମାନେ କଥାଟା କ'ଣ କି, 15 ବର୍ଷ ତଳେ ମାଇକିନାଟା ମରିଗଲା। ଆରେ ସେଇଦିନ ଠାରୁ ପରା ମୁଁ ଶୁଖିଲା ଠକଠକ ଯାଇଥିଲି, ଆମ୍ବ କିଳାରେ ପାହାର ଖାଇକି ଆସିଛି। ଆଉ ତମ ଚୁପଚାପ ଏ ଘରୁ ବାହାର କହୁଛି। ଆଉ ତା ନହେଲେ 6 ମାସ ହେଲା ଘର ଭଡ଼ା ବାକି, 70,000 ମତ ବାକି। ମୁଁ ଯଦି ଚାହିଁବି ସାଙ୍ଗେ ସାଙ୍ଗେ ଘରୁ ବାହାର କରିଦେବି, କିନ୍ତୁ ସେମିତି କରିବିନି। କାହିଁକିନା ମୋ ପରା ତମ ଉପରେ ପ୍ରବଳ ଲୋଭ। ଟିକେ ଦୟା କର। ତମେ ତ ଦୟାର ସାଗର। ଆରେ ତମେ ଯୋଉ ପ୍ରକାର ଦୟା କଲ କେହି ତ କାହାକୁ କରିନଥିବେ ଆଉ। ଭଲରେ କହୁଛି, ଏଠୁ ଯିବୁ ନା ପୁଣି ଆହୁରି ପାହାର ଖାଇବ? ନିଜକୁ କ'ଣ ଭାବିଛୁ? କ'ଣ ଭାବିଛୁ? ତୁ ଭାବିଛୁ ଆମେ ଗରିବ? ମୋ ସ୍ୱାମୀଙ୍କ ଚାକିରି ନାହିଁ, 6 ମାସ ହେଲେ ଘର ଭଡ଼ା ଦେଇନୁ, ଆଉ ସେଇଥିପାଇଁ ତୁ ଆମ ଇଜ୍ଜତ ଦେବ? ତ ଇଜ୍ଜତର ମୂଲ୍ୟ ଏମିତି କେତେ କି? ପର ଘରେ କାମ କରୁଛୁ ତୁ କାମ ବାଲି। ପଇସାଟା ତୋର କେତେବେଳେ ମଦ ପିକି ରାସ୍ତା ପରେ, ତ କେତେବେଳେ ଫୁଟପାଥ ଉପରେ ପଡ଼ିକା ଫୁ ତୁ ତ ସାଉଥ ସିନେମାର ହିରୋଇନ୍ ଭଳିଆ ଦେଖାଯାଉଛି। କୋଉଠି ହୁକ ପକଉନଥବୁ। ଅଲରାଉଣ୍ଡର ଅଗଷ୍ଟ କମେଡି କରେ, କ୍ୟାରେକ୍ଟର ବି କରେ। ମୋ ଭିଲିଆନ ରୋଲ ଜବରଦସ୍ତ। ଭଲରେ କହିଲି, ମୋ କଥା ଶୁଣିଲି। ଏବେ ମୋ ଭିଲିଆନ ରୂପ ଦେଖିବୁ ଲୋ ମାଇକିନା। ଦେଖ ସତ୍ୟା। ଚନ୍ଦ୍ରାବୁ, ଆରେ ଟଙ୍କା ନାହିଁ ମଦ ପିଇବାକୁ, ପଇସା ନାହିଁ ଘର ଭଡ଼ା ଦେବାକୁ। ଏମିତି କୋଉ କମ୍ପାନୀର ଭିଟାମିନ୍ ଦେଉଛ କି? ତମ ସ୍ତ୍ରୀ ହାତ ଏତେ ଟାଣ? ସତ୍ୟା, ତମ ଅଗସ୍ତ୍ୟ ବାବୁରୁ ହାତ ଉଠେଇଲ? ଥରେ ନୁହଁ, 2 ଥର। ଭାବିଲି ମେନ୍ ଲାଇନ୍ ଫାଙ୍କା ଅଛି। କି ଦୁର୍ଘଟଣାରେ ସ୍ତ୍ରୀ ଲୋକଙ୍କ ମାଡ଼ ଏତେ ଟାଣ। ଆପଣ ଜମା ବ୍ୟସ୍ତ ହୁଅନ୍ତୁନି, ଜମା ବି ବ୍ୟସ୍ତ ହୁଅନ୍ତୁନି। ସତ୍ୟା ଆପଣଙ୍କୁ ହାତ ଉଠେଇଛି ନା, ସତ୍ୟା ଆପଣଙ୍କୁ କ୍ଷମା ମାଗିବ, ଶାସ୍ତି ବି ପାଇବ। ଚନ୍ଦ୍ର ମହାପାତ୍ର, ତମ ସ୍ୱାମୀ କହୁଛି ତମେ ଅଗସ୍ତ୍ୟ ବାବୁ ଉପରୁ ଯେତିକିଟା ମାରିଛ, ଅଗସ୍ତ୍ୟ ବାବୁ ଗଣି ତମକୁ ସେତିକିଟା ମାରିବେ। ଚନ୍ଦ୍ରାବୁ ସେ କଥା କୁହନି, ମୋ କଥା ଟିକେ ଶୁଣନ୍ତୁ। 6 ମାସ ହେଲା ଘର ଭଡ଼ା ବାକି। ମାସକୁ ଯଦି ଗୋଟିଏ ଲେଖା ମାଡ଼ ହେଲା, 6 ମାସକୁ 6ଟା। 17,000 ଟଙ୍କା ମଦ ବାକି। 1000 କେ ଗୋଟିଏ ମାଡ଼ ହେଲେ 17,000କୁ 17ଟା। 17 + 6 ମିଶିକି ହେଲା 23। ତମ ମାଇପ ମାରିଛି 2ଟା।
ଯୁକ୍ତ 2 25 ମାରିବି ତ 25 ଚାପୁଡ଼ା ମାରିବି ନହେଲେ ନାଇଁ ବାହାର। ଆଉ ଠିଆ ଲୋକ ଯାଅ 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 ତମ ପାଇଁ ତ ଭିକ ମାଗୁଥିଲି ଏବେ ଫୁଟପାଥକୁ ଯିବାକୁ ପଡ଼ିବ ଯାଅ ଯାଅ କହୁଛେ ଆରେ ଯାଅ। ମାରନ୍ତୁ ବାବୁ, ପଛେ ଚାପୁଡ଼ା କାହିଁକି? ଆଙ୍କର ଆପଣଙ୍କର ମନ ଇଚ୍ଛା ଆପଣ ମୋତେ ମାରନ୍ତୁ, ମୁଁ ଆପଣ କେବେ ପ୍ରତିବାଦ କରିବେନି। ମୋ ସ୍ୱାମୀ କ'ଣ କହିଲେ କାଁ ଆପଣ ଶୁଣିପାରିଲେନି? ମୋ ଭାଇ ସେ ଭୋକ ଉପାସ ରହିବେ, ଫୁଟପାଥରେ ଶୋଇବେ। ଏ କଥା ଦେଖି ଗୋଟେ ସ୍ତ୍ରୀ ହିସାବରେ ଶୋଇବି କେମିତି ବାବୁ? ହେଲେ ବାବୁ ମୋ ମା ନାହିଁ ଯଦୁକୁ ରକ୍ଷା କରିବା ପାଇଁ ମୁଁ ଯଦି ଆପଣଙ୍କ ଉପରେ ହାତ ଉଠାଇ ଦେଇ ଭୁଲ କରିଦେଇଛି ତାହେଲେ ମୋର ତ ଶାସ୍ତି ପାଇବା ଉଚିତ ନା। ମାରନ୍ତୁ ବାବୁ, ଆପଣଙ୍କ ଯେତେ ଇଚ୍ଛା ହେଉଛି ମୋତେ ସେତେ ମାରନ୍ତୁ ମୋତେ। ହେଲେ ବାବୁ ମୁଁ ଆପଣଙ୍କୁ ଏତିକି ଅନୁରୋଧ କରୁଛି ବାବୁ, ଏ ଘରୁ ଆମକୁ ଚାଲିଯିବା ପାଇଁ କେବେ ବି କହିବେନି, କେବେ ବି ଘରୁ ଆମକୁ ବାହାର କରିଦେବେନି ବାବୁ, କେବେ ବି ବାହାର କରିଦେବେନି। ଆରେ ଆରେ ମୁଁ କ'ଣ ତମ ଉପରେ ରାଗିଛି? ଆରେ ମୁଁ ବାପରା ତମ ଉପରେ ଲାଗିପାରିବିନି, କାହିଁକି ନା ମୋର ତମ ଉପରେ ପ୍ରବଳ ଲୋଭ। ପ୍ଲିଜ୍ ପ୍ଲିଜ୍ ରାଗ ନା, ଟିକିଏ ଦୟା କର ଦୟା କର ଦୟା କର, ଆରେ ଦୟା କର ବାବୁ। ଓ ବାବୁ ତମେ କିଏ? ନାଇଁ ନାଇଁ ତମେ କିଏ? ମୋ ଘରେ ବସି ମୋତେ କାହିଁ ମାଇଲ? କିଏ ତମେ? আবে আউরি পচারছ তুমি কিয়ে? আবে হো বাবু তুমি কেতে বড় অভদ্র, গোটে অন্যর ঘরে পশি গোটে ভদ্র মহিলা কিন্তু ব্যবহার করে তুমি টিকে লাজ লাগুনি? পুরুষ ওই নারী উপরକୁ হাত উঠাউছ, তুমি পুরুষ না নপুংসক? 6 মাস ହେଲା ଘର ଭଡ଼ା ବାକି 70,000 ମତ ବାକି। তা বলি তুমি পর স্ত্রী উপর হাত উঠাইব? ହାତ ଉଠେଇବି ମାନେ କ'ଣ ପରସ୍ତ୍ରୀ ଉପରୁ ହାତ ଉଠେଇବି? ହଁ 15 ବର୍ଷ ଭାବ ରାମଦେବ ବାବାଙ୍କ ଯୋଗ କରୁଛି। କରୁଥା କରୁଥା 15 ବର୍ଷ ହେବ ରାମଦେବ ବାବାଙ୍କ ଯୋଗ କରୁଛି। ଆଉ ଏବେ ଦେଖ ମୁଁ କ'ଣ କହୁଛି, ହିରୋ ଭଳିଆ ହେଇକି ଆସିଥିଲି ମାନେ ଚୁମା ଖାଇବାକୁ, ଚୁମା ତ ମିଳିଲାନି, ଏବେ 2ଟା ଚାପୁଡ଼ା ମିଳିଲା। ମାରିବି, ସୁନିଶ୍ଚିତ ମାରିବି। 10ଟା ମାରିଛି, ଗଣି ଗଣି ଆଉ 15ଟା ମାରିବି। ଟଙ୍କା ଧ ଏଠୁ ଯା। ଟଙ୍କା ତମେ ତ ମୋତେ ଦବାର ନଥିଲା, ଦେଲନି? ନା এইଥିପାଇଁ ଦେଲି ଯେ ତମ ଘରେ ତମ ସ୍ତ୍ରୀ ଅଛି? ନା ନା ସ୍ତ୍ରୀ ଥିଲା ମୁଁ ଏଠି କାହିଁ ଆସିଥାନ୍ତି? ଆଉ ତମ ଝିଅ? ଏ ନା 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 ସିଏ ନାହିଁ। ତମ ଘରେ ନିଶ୍ଚୟ ତମ ଭଉଣୀ ଥିବ। ଅଛି 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 ଆଡ଼ଭୋକେଟେ। ହଁ ସେ ଆଡଭୋକେଟ ଭଉଣୀକୁ 50,000 ଟଙ୍କା ଦେଇଦବ, ତାକୁ ମୋ ପାଖକୁ ପଠେଇଦବ। ଚୁମା ଗୋଟା 10,000, ଗଣି ଗଣି 5ଟା ଚୁମା କରିବ। ଶୁଣ ଅଗଷ୍ଟ ବାବୁ, ଆରେ ଶୁଣି ଯାଅ ସତ୍ୟ ଏ ବାବୁ ଚନ୍ଦ୍ର ମହାପାତ୍ର ସତିଆର ସ୍ୱାମୀ। ତମେ ଏଠି ଠିଆ ହେଇଛ ଅଥଚ ତମରି ଆଖି ଆଗରେ ଗୋଟେ ପର ପୁରୁଷ ତମ ସ୍ତ୍ରୀକୁ ହାତ ଉଠଉଛି, ଅଥଚ ତମେ ଏଠି। ଏ ମିଷ୍ଟର ଏଇଟା ମୋ ଘର ଭିତରେ ମୁଣ୍ଡ ପୁରେଇବାକୁ ୱାରିୟୁ। ସତ୍ୟ ଶୁଣିଥିଲି ସ୍ତ୍ରୀ ପାଇଁ ସ୍ୱାମୀ ଦେବତା, ତମ ସ୍ୱାମୀ ତ ଖାଲି ଦେବତା ନୁହେଁ, ତାଠୁ ଆହୁରି ମହାନ। ଆରେ ଏମିତି ସ୍ୱାମୀ ପୁରାଣରେ ଖୋଜିଲେ ବି ମିଳିବେନି। ଏ ମିଷ୍ଟର ବହୁତ ବଡ ବଡ କଥା କହୁଛ, ସୀମା ଦେଇ କଥାବାର୍ତ୍ତା କରୁଛ। ଦେଇପାରିବ ଟଙ୍କା, ଦେଇପାରିବ ଟଙ୍କା? ଟଙ୍କା? ସାମାନ୍ୟ କେଇଟା ଟଙ୍କା ପାଇଁ ତମରି ଆଖି ଆଗରେ ଗୋଟେ ପର ପୁରୁଷ ତମ ସ୍ତ୍ରୀକୁ ହାତ ଉଠଉଛି, ତମେ ଏଠି ଠିଆ ହେଇ ଦେଖୁଛ? ଏଇ ତମ ସ୍ୱାମୀ ପଡ଼ିଆ, ଏଇ ତମ ପୁରୁଷ ପଡ଼ିଆ। ପରିସ୍ଥିତି ବାଧ୍ୟ କରୁଛି ବାବୁ। ପରିସ୍ଥିତି? ହଁ ପରିସ୍ଥିତି। 6 ମାସ ହେଲା ଏଇ ଘର ଭଡ଼ା ଦିଆଯାଇନି, ଘର ମାଲିକ ଘର ଭିତରେ ବସି ବେଚେତ କରୁଛି। ଆଉ ଏଇ ଘରେ ଥିଲେ ବି ମଧ୍ୟ ଦିନେ ଖାଇଲେ 2 ଦିନ ଉପାସ ରହିବାକୁ ପଡୁଛି। ଏତେ ସବୁ ପରେ ଆମେ ଅବାଟେ ଯିବା ପାଇଁ ବାଧ୍ୟ ହବୁ ନା। ହେ ସତ୍ୟା କହ ତୋର କେତେ ଟଙ୍କା ଦରକାର, ସେ ଟଙ୍କା ମୁଁ ତତେ ଦେବି। ବାବୁ ଆପଣଙ୍କ ସେ ଟଙ୍କାରେ ଆମେ କେତେ ଦିନ ଚଳିବୁ? ତାଛଡ଼ା ମୁଁ ତ ଆପଣଙ୍କ ଘରେ ଆଉ କାମ କରୁନି, ଆପଣ ମୋତେ ଏତେ ବଡ଼ ଟଙ୍କା ଦେବେ କ'ଣ ପାଇଁ? ସତ୍ୟା ଏବେ ଆମେ ଘରକୁ ଫେରି ଆସିଛୁ, ମୁଁ ଘରେ ପହଞ୍ଚୁ ଗୀତା ମୋତେ ତୋ ପାଖକୁ ପଠେଇଲା। ଏବେ ତୋ ବାବୁଆଣୀଙ୍କ ପାଖରେ ରହିବା ତୋର ନିହାତି ଦରକାର। କାହିଁକି? କାହିଁକି ନା ତୋ
तो बाबुआणी एबे माँ हवाकू जाउछंती। ଆପଣ ଆପଣ ସତ କହୁଛନ୍ତି ବାବୁ, ସତ କହୁଛନ୍ତି। ହେ ଠାକୁରେ ତମ କୋଟି କୋଟି ପ୍ରଣାମ ପ୍ରଭୁ, କୋଟି କୋଟି ପ୍ରଣାମ। ଯାହା ହଉ ବାବୁ, ଏତେ ଦିନ ପରେ ଠାକୁର ଆମ ଡାକ ଶୁଣୁଛନ୍ତି। ବାବୁ ଆପଣ ଠିଆ ହେଇଛନ୍ତି କ'ଣ? ଚାଲିଲେ ଚାଲିଲେ ମୋତେ ବାବୁଣୀ ପାଖକୁ ନେଇ ଚାଲନ୍ତୁ, ଚାଲନ୍ତୁ। ଶୁଣନ୍ତୁ, ଦରମା ଛାଡ଼ିକି ଏକ୍ସଟ୍ରା 20,000। କ'ଣ ଜାଣିପାରୁନ୍ତୁ ନା? କ'ଣ ବୁଝିପାରୁନାହାନ୍ତି ନା ସତ୍ୟା ଆପଣଙ୍କ ଘରେ ଚାକରାଣୀ କାମ କରିବ। ଆପଣଙ୍କ ସ୍ତ୍ରୀ ପ୍ରେଗନେନ୍ସ ଅଛି, ସେ ସବୁ ଯାକ କାମ ଯେତେବେଳେ କରିବ, ତା ଛଡ଼ା ମୋ ସ୍ତ୍ରୀ ଯେତେବେଳେ ଏତେ ସୁନ୍ଦରୀ, ସେ ପୁଣି ଆପଣଙ୍କର ସେବା କରିବ ନା। ସେଇଥିପାଇଁ ଦରମା ଛାଡ଼ିକି ଏକ୍ସଟ୍ରା 20,000 ନେବି। ବାବୁ ସେ ମଦ ନେଇ ସାର୍ କ'ଣ କରୁଛନ୍ତି ନିଜେ ବୁଝିପାରୁନାହାନ୍ତି। ଆପଣ ଗୋଟେ କାମ କରନ୍ତୁ, ଆପଣ ଗାଡ଼ିକୁ ଚାଲନ୍ତୁ, ମୁଁ ଆପଣ ପଛେ ପଛେ ଯାଉଛି। ठीक अच्छे मु गाड़ी रे अपेक्षा करछि तू आस। ଶୁଣନ୍ତୁ ମିଷ୍ଟର, ନୂଆ ଗାଡ଼ି ଯେତେ ଡ୍ରାଇଭ୍ କରୁଛନ୍ତି କରନ୍ତୁ, ମନା ନାହିଁ, ହେଲେ ସିଟ୍ ବେଲ୍ଟ ଭିଡ଼ିବାକୁ ଯେମିତି ଭୁଲି ନ ଯାଆନ୍ତି। चंद्र बाटर जो बाबू जन गले से किए ଈଶ୍ୱର, अरे तू कौन कहू मु तो कथा किसी बुझी पारुनी। ମୁଁ ସତ କହୁଛି ବାପା, ଭୋକିଲା ପେଟକୁ ଭାତ, ରହିବାକୁ ଛାତ, ଆଉ ମତୁଆକୁ ଯିଏ ମଦ ଦିଏ ସେ ଈଶ୍ୱର ନୁହେଁ ତ ଆଉ କ'ଣ ବାପା? तू आज भी मद पी के आसु ଆସନ୍ତାକାଲି ମଦ ପିଇବିଲି ବୋଲି କ'ଣ ହାତ କାଟି ଲେଖି ଦେଇଥିଲି ନା କ'ଣ? ताबले कौन स्त्री रोजगार रे मद पीबू। ହଁ ବାପା ବାପା ବାପା, କୋଉ ପୁରାଣ ଶାସ୍ତ୍ର ଲେଖା ହେଇଛି ସ୍ୱାମୀ ରୋଜଗାରରେ ସ୍ତ୍ରୀ ଚଳିବ ଆଉ ସ୍ତ୍ରୀ ରୋଜଗାରରେ ସ୍ୱାମୀ ଚଳିବନି ବୋଲି କୁହ? अरे चंद्र तू स्वामी ना शैतान रे स्त्री परा घरर लक्ष्मी। ଲକ୍ଷ୍ମୀ, ଏଇଟା ଲକ୍ଷ୍ମୀ, ଏଇ ଲକ୍ଷ୍ମୀ ଏ ଘରକୁ ଆସିବା ଦିନଠାରୁ ମୁଁ ବର୍ବାଦ ହେଇଯାଇଛି। ମୋ ଚାକିରି ଚାଲି ଯାଇଛି, ମୋ ଭବିଷ୍ୟତ ଅନ୍ଧାର ହେଇଯାଇଛି। ବାପା ଏଇଟା ଲକ୍ଷ୍ମୀ ନୁହଁ, ଏଇଟା ଗୋଟେ ଡାହାଣୀ, ଡାହାଣୀ। मुझे भी बाबा से बाबू को सागर मु काम करने जीवी। बाबू को चाह देवी, बाबुणी को मेडिसिन खाइबा देवी, आ बाबू का बुट पॉलिश करी, बाबुणी को पालटा लुगा धोइबी। तामने बाबा बाबा ये सब काम मत जी कष्ट न दौचे कि गोटे कथा भारी बाधुचे। बाबा से बाबा को घर को आसी अतिथि मैंने जो कहते तुम चाकराणी खूब भल। तमने तू कोड़ी पर घर को चकरानी काम करे बाबा चाकराणी काम करने सौभाग्य समस्त भाग्य न थाए। बाबा समस्त भाग्य न थाए, ता छड़ा मो कपाल लेखा लिखला बेले बोध हुए ईश्वर कलम काली गुड़ाक सरी जाइए। जो दुख गुड़ाक देखा जाऊे, सुख गुड़ाक अस्पष्ट हो जाइए। देखो ना बाबा, ये देख जन्म हवा ठार आज पर्यंत केवल दुख ही दुख। जन्म हेले माँ को खाइले, मो माँ को चोरी चोरी बाबा भी मोर आर पार को चली गले। मामू घरे बड़ हेले जे हड़प भात को अधिक पानी मिलला। मामू मत एमती देखी बाहागर करें दे, मो स्वामी आज मो शत्रु हो जाइए। तमें कह बाबा, तमें कह एते सब पर मुझे सुखर स्वप्न देखी, केमी मो सुखर स्वप्न देखी बाबा। अरे वाह तू कुआडे जीवनु, तू एठी रहबू, मु बरंग पर घरे मूल लागी आनी तते पोसेबी। तमे किए? ମୁଁ ପଚାରୁଛି ତମେ କିଏ? तू मत चिन्हनु ମୋର ତ କାହିଁ ଡାଉଟ୍ ହଉଛି। ମୋ ସ୍ତ୍ରୀ ତାର ଉପର ଆକର୍ଷଣରେ ତମକୁ ଆକର୍ଷିତ କରିଦେଇନି ତ? ବା ପ୍ରେମ ଜାଲରେ ସେ ତମକୁ ଫସେଇ ଦେଇନି ତ? ତମେ କ'ଣ ମୋର ନହେଇ ତାର ହଉଛ? चंद्र तमे तमे मनीष ना पशु, तमे बापा के एमिति कथा कोन कहउछ? ମୋ ଉପରେ ଜବାବ ଦେବୁ ବ୍ୟାକ୍।
ମୋ ଉପରେ ଜବାବ ଦବ ଏ ଚନ୍ଦ୍ର ମହାପାତ୍ର ମୋ ଉପରେ ଜବାବ ଦବ ଆରାମ ଜାତି ବାରୁ ବାରୁ ମାରିଦେବି ଚନ୍ଦ୍ର ମାରିଦେବି ତୋତେ ମରିଯାଉ ସେଇଟା ମରିଯିବା ଦରକାର ସେଇଟା କେବଳ ୟାରି ପାଇଁ ଏ ଚନ୍ଦ୍ର ମହାପାତ୍ର ବଞ୍ଚି ପାରୁଛି ନା ମରି ପାରୁଛି ହସି ପାରୁଛି ନା କାନ୍ଦି ପାରୁଛି ବାହାରକୁ ଯାଉଛି ଆସିଲା ବେଳକୁ ତୁ ଯେମିତି ଘରେ ନଥାଉ ଯଦି ତୁ ଏ ଘରେ ଥାଉ ଏ ଘରୁ ଗୋଟାଏ ଶବ ଉଠିବ ସେଇଟା ମୋର ନହେଲେ ତୋର ଗୋଟାଏ ଶବ ଚାଲି ଯାଉଛି ବାପା ଏ ଯିବା ପୂର୍ବରୁ ତମକୁ ମୁଁ ଏତିକି ଅନୁରୋଧ କରୁଛି ବାପା ତମେ ବାହାରକୁ କେବେ କାମ କରିବା ପାଇଁ ଯିବନି ପ୍ରତ୍ୟେକ ମାସକୁ ମୁଁ ତମ ପାଖକୁ ଟଙ୍କା ପଠେଇଦେବି ବାପା ଆଉ ତମେ ଠିକ ସେ ଖାଇବ ଠିକ ସେ ଦେହର ଯତ୍ନ ନବ କେମିତି ନେବି ରେ ମା ତୁ ତ ମୋ ପାଖରେ ନଥିବୁ କିଏ ଆସି ମତେ ବାହାରୁ କହିବ ବାପା ତମ ଦେହ ଭଲ ନାହିଁ କି ମୁଣ୍ଡ ବିନ୍ଧୁଛି କି ଗୋଡ଼ ହାତ ଟିକେ ମୋଡ଼ିଦେବି ବାପା ତମେ ତମ ପୁଅକୁ ଭୁଲ ବୁଝୁଛ କି ନାଇଁ ବାବା ତମ ପୁଅ ବିଲକୁଲ ଖରାପ ନୁହେଁ ସେ ବହୁତ ଭଲ ଖାଲି ତାଙ୍କ ଚାକିରିଟା ଚାଲି ଯାଇଛି ତ ସେଇଥିପାଇଁ ସେମିତି ଭାଗି ପଡୁଛନ୍ତି ତମେ ଦେଖିବ ବାପା ତମେ ଦେଖିବ ଦିନ ଆସିଲେ ସବୁ କିଛି ଠିକ ହେଇଯିବ ବାପା ଆରେ ତୁ କୋଉ ଧାତୁରେ ଗୋଡ଼ାରେ ମା ତୁ ଏତେ ପରେ ବି ପୁଣି ସ୍ୱପ୍ନ ଦେଖୁଛୁ ବାବା ତମେ ପରା ମତେ ନିଜେ କହିଛ ପାଦ ଝୁଟି ଗଲେ ପାଦ ସରେନି କି ପାଦ ଥକି ଗଲେ ବାଟ ଏଇଟା କେବେ ହାରିଯାଏନି ସେଇମାନେ ହାରିଯାଆନ୍ତି ବାପା ଯୋଉମାନେ ଥକି ଗଲା ପରେ କେବେ ଚାଲିବା ପାଇଁ ଚେଷ୍ଟା କରନ୍ତିନି କିନ୍ତୁ ମୁଁ କେବେ ବି ହାରିବିନି ବାପା ମୁଁ କେବେ ବି ହାରିବିନି এই দেহরে জীবন থিবা পর্যন্ত মু সেফটি বাট চালুথিবি বাবা ଆଉ ତମେ ଦେଖିବା ବାପା ଚାଲି ଚାଲି ବହୁତ ଦିନ ଯାଇ ଠିକ ଜାଗାରେ ପହଞ୍ଚି ଯିବି ମୁଁ ଏତେ କଥା ତ କହୁଛୁ ହେଲେ କାନ୍ଦୁଛୁ କାହିଁକି ବାବା ବିନା ଲୁହରେ ଯୋଉଠି ପିଆଜ କଟେନି ସେଠି ହତଭାଗିରେ ଜୀବନଟା କଟିବ କେମିତି ବାବା ତମେ ଖାଲି ମତେ ଏତିକି ଆଶୀର୍ବାଦ କର ବାବା ଏତିକି ଆଶୀର୍ବାଦ କର ମୁଁ ଯେମିତି ଜୀବନ ରାସ୍ତାରେ ବାଟ ଚାଲୁ ଯେମିତି କେବେ ମରି ନ ଯାଏ ଗୋଟିଏ ସ୍ୱପ୍ନ ଭାଙ୍ଗିଗଲା ପରେ ଆଉ ଗୋଟିଏ ସ୍ୱପ୍ନ ଦେଖିବାର ସାହସକୁ ଜୀବନ କହନ୍ତି ତୁ ଦେଖିବୁ ସୁଖର ରୋଷଣୀ ଜାଳି ହସର ଫଗୁଣ ଦିନେ ନା ଦିନେ ନିଶ୍ଚୟ ଆସିବ ତୁ କାନ୍ଦନା ଜମା କାନ୍ଦନା ନାଇଁ ବାପା ମୁଁ କାନ୍ଦୁଛି କେତେବେଳେ ଏଇ ଲୁହ ଗୁଡ଼ାକ ତ ଅମାନ୍ୟ ଲୁହ ଗୁଡ଼ାକ ଚଳ ହେଇଯାଉଛି ମୁଁ ବିଲକୁଲ କାନ୍ଦୁନି ବାପା ଲୁହକୁ ପଥର କରିଦେ ମା ଛାତିକୁ ଇସ୍ପାତ କରିଦେ ଦେଖିବୁ ଦିନେ ନା ଦିନେ ସବୁ ଠିକ ହେଇଯିବ ମୁଁ ଚାଲି ଯାଉଛି ବାବା ତମ କଥା ମାନେ ମୁଁ ବହୁତ ଦୂରକୁ ଚାଲି ଯାଉଛି ସେଠି ତ ଆଉ ତମେ ନଥିବ ନା ଆଉ କିଏ ମତେ କହିବ ଆରେ ମା ତୋ ମୁଣ୍ଡ ବିନ୍ଧୁଛି ତୋ ମୁଣ୍ଡ ଟିକେ ଚିପି ଦେବି ଆଉ କିଏ ମତେ କହିବ ଆରେ ଏ ଗରିବ ମଣିଷର ସାଥୀ ହଉଛି ଦୁଃଖ ଆଉ ଦୁଃଖର ବନ୍ଧୁ ହଉଛି ଲୁହ ଆଉ ଏ ଅମାନିଆ ଲୁହ ଗୁଡ଼ା ବୋହିଗଲା ପରେ ଏ ଗରିବ ମଣିଷଟା ଏକୁଟିଆ ହେଇଯାଏ ରେ ମା ମାରେ ତୁ ଜମା କାନ୍ଦନା ତୁ ଏବେଠାରୁ କାନ୍ଦିଲା ପରେ ତୋ ଆଖିରୁ ଲୁହ ସରିଯିବ জীবন